ଆପଣମାନେ ସମସ୍ତେ ଅନୁଭବ କରିଥିବେ ବିବାହର ହେଉ ବ୍ରତଘର ହେଉ କିମ୍ବା ଜନ୍ମଦିନ ହେଉ ଯଦି ଉପହାର କିଏ ଆଣିଦେଇଛି ତ ତାକୁ ଖୋଲି ଆଗ ଦେଖିବେ କେତେ ଦାମର କି ପ୍ରକାର ଉପହାର କେତେ ଟଙ୍କା ହେଇଥିବ ଏମିତି ଅନେକ କିଛି କିନ୍ତୁ ନା ଉପହାର ହିଁ ହୋଇଥାଏ ତାର ମୂଲ୍ୟ କେହି କଳନା କରିପାରିବ ନାହିଁ ସେ ଉପହାର ଫୁଲଟିଏ ହେଉ ଫୁଲ ତୋଡ଼ାଟିଏ ହେଉ କିମ୍ବା କାଗଜର ଫୁଲଟିଏ ହେଉ କିମ୍ବା କାଗଜର କଲମଟିଏ ହେଉ ଉପହାରର ମୂଲ୍ୟ କାହା ସହ ତୁଳନା କରାଯାଏ ନାହିଁ କିଏ କେତେ ଦାମର ଉପହାର ଦେଲା କିଏ କମ୍ ଦାମର ଦେଲା କିଏ ବେଶୀ ଦାମର ଦେଲା ନା ଏସବୁ ହେବା ଉଚିତ ନୁହେଁ ଏସବୁକୁ ନେଇ ମୋର ଏକ କ୍ଷୁଦ୍ର କବିତା ଉପହାର ମୂଲ୍ୟ କେତୁଲି ପାରିବ ତାହାର ତୁଳନା ନାହିଁ କ୍ଷୁଦ୍ର ହେଉ ଅବା ବୃହତ ସେ ହେଉ ତା ସମ କିଛି ନାହିଁ ହେଇଥାଉ ପଛେ କାଗଜ କଲମ ଲେଖିବା ଧରମ ତାହାର ଫୁଲଟିଏ ହେଉ ଅବା ତୋଡ଼ାଟିଏ ସମାନ ସବୁ ଉପହାର ସୁନା ହେଉ ଅବା ରୂପା କି ପୋଷାକ ସବୁର ଆଦର ସମାନ ଟଙ୍କା ହେଉ ଅବା ଲେଖାଟିଏ ହେଉ କେହି ନୁହେଁ ବଡ଼ ସାନ ଉପହାର ଦିଏ ଆତ୍ମୀୟ ସ୍ୱଜନ ସେ ତ ଏକ ଆଶୀର୍ବାଦ ଖୁସି ମନେ ତାକୁ ଗ୍ରହଣ କରିବା ନକରି କା ସାଥେ ବାଦ ସବୁକୁ ସେନେହେ ଆଦରି ଧରିବା ମନରେ ନରଖି ଖେଦ ଗରିବ ଧନୀର ବାଛନ ବିଚାରି ଧୋଇ ଦେବା ସବୁ ଦ୍ୱନ୍ଦ୍ୱ